କଥାରେ ଅଛି ଗୋଟେ ନାରୀ ହିଁ ଆଉ ଗୋଟେ ନାରୀର ଶତ୍ରୁ। କିନ୍ତୁ ମୁଁ କେବେ ସେମିତି ଭାବେନି। ମୁଁ ଭାବେ ସବୁ ଓମେନ୍ସ ମାନେ ନିଜ ନିଜ ଭିତରେ ଷ୍ଟ୍ରଗଲ୍ କରୁଛନ୍ତି। ମ୍ୟାରେଡ୍ ହଉ ଅନମ୍ୟାରେଡ୍ ହଉ, କିଏ ଜବ୍ ପାଇଁ, କିଏ ବିଜନେସ୍ ପାଇଁ। ତ ଜିମ୍ ଗୋଟେ ଏମିତି ଜାଗା, ସେଠିକି 2 ଘଣ୍ଟା ପାଇଁ ଗଲେ ଟିକେ ନିଜକୁ ମାନେ ନିଜକୁ ନିଜ ସହିତ ଜାଣିପାରିବ, ଟିକେ ଫିଜିକାଲ ଫିଟନେସ୍ ଟୁ ବେଟର ମେଣ୍ଟାଲ ହେଲ୍ଥ ହବ। ବଟ୍ ଜିମ୍ରେ ଗୋଟେ ଗୋଟେ ଲେଡିଜ୍ ଅଛନ୍ତି, ସିଏ କ'ଣ ଉଖାଡ଼ି ଦେଇଛନ୍ତି ତାଙ୍କ ଲାଇଫ୍ରେ ମୁଁ ତ ଜାଣିନି। ସମସ୍ତଙ୍କୁ କମେଣ୍ଟ। ମୋର ଗୋଟେ ସେଲୁନ୍ ଥିଲା ବହୁତ ବଡ଼ IRCରେ। ଓ ସେଲୁନ୍ ବିଜନେସ୍ କହିବେ ପାର୍ଲର ବାଲି। ଆରେ ଗୋଟେ ସେଲୁନ୍ ବିଜନେସ୍ କରିବା ଗୋଟେ ଲେଡି ଏତେ ବଡ଼ ଗୋଟେ ଛୋଟିଆ କଥା ନୁହେଁ। ମୋର ଗୋଟେ ଫ୍ରେଣ୍ଡ, ସିଏ ଫିଜିଓଥେରାପିଷ୍ଟ, ତାକୁ କହିବେ ମସାଜ ବାଲି। ଆରେ ଗୋଟେ 4 ବର୍ଷ କୋର୍ସ କରି ଡକ୍ଟରଙ୍କ ସହିତ ପଢ଼ାପଢ଼ି କରି ଜଣେ ଯଦି ଫିଜିଓଥେରାପିଷ୍ଟ, ସେ ମସାଜ ବାଲି। ଜଣେ ପାର୍ଲର ବାଲି। ମୋର ତ ଖାଲି ପାର୍ଲର ବିଜନେସ୍ ନାହିଁ, ମୋର ଇନଫ୍ରାଷ୍ଟ୍ରକ୍ଚର ଅଛି, ମୋର NGO ଅଛି, ମଲ୍ଟିପୁଲ ବିଜନେସ୍। ଛପରି ଲେଡିଜ୍ କେତେ ଜଣ ଜିମ୍ରେ ଥିବେ, ଆକୁ କମେଣ୍ଟ ତାକୁ କମେଣ୍ଟ, କାହା ଡ୍ରେସ୍ରେ କମେଣ୍ଟ। ଆରେ ତମେ ତ ଏତେ ଡ୍ୟାସ୍ କରି ହଉଛ, ଆମର ଏମିତି ବଡି ସେମିତି ବଡି, ପିନ୍ଧୁନ। ଷ୍ଟାଇଲ୍ କରିବା ପାଇଁ କ'ଣ କିଏ କାହାକୁ ମନା କରୁଛି? ସବୁଥିରେ ପ୍ରୋବ୍ଲେମ୍। ନିଜେ ସବୁ ଗାଉଁଲି ଭୂତ ଭଳିଆ ଷ୍ଟାଇଲ୍ କରି ଆସିଥିବେ, ଅନ୍ୟକୁ ଜଜ୍ କରିବେ। ସେଠି ଗୋଟେ ଗ୍ରୁପ୍ କରି, ଗୋଷ୍ଠୀ କରି, ଆକୁ କମେଣ୍ଟ ତାକୁ କମେଣ୍ଟ, ଲଜ୍ଜା ନାହିଁ। ଆଉ ଆମର ଏତେ ଏନର୍ଜି ନାହିଁ କି ମୋର ଏତେ ଷ୍ଟାଣ୍ଡାର୍ଡ ଲୋ ନୁହେଁ ଯେ ମୁଁ ଯୁକ୍ତି ତର୍କ କରିବି ସେ ଯେଉଁ ମୂର୍ଖମାନଙ୍କ ସହିତ, ୟୁଜଲେସ୍ ମାନଙ୍କ ସହିତ ଆର୍ଗ୍ୟୁମେଣ୍ଟ କରିବି। କେଜାଣି ଅନ୍ୟ ଝିଅମାନେ ସବୁ କୁହ ତମ ଜିମ୍ରେ କ'ଣ କଣ୍ଟ୍ରୋଭର୍ସି। ମୋର ତ ମୁଁ ଦେଖୁଛି ଭାଇ, ଯେତେ ବଡ଼ ଜିମ୍ ହଉ, ଯେତେ ହାଇ ସୋସାଇଟି ଲୋକ ହୁଅନ୍ତୁ, ଥିଙ୍କିଙ୍ଗ ତାଙ୍କର ତମେ ଚେଞ୍ଜ କରିପାରିବନି। ଗୋଟେ ଲେଡି ଯିଏ ବିଜନେସ୍ କରୁଥିବ, ତା ସେଲୁନ୍ ବିଜନେସ୍କୁ କହିବ ପାର୍ଲର ବାଲି, ଡିମିନ୍ କଲା ଭଳିଆ କଥାବାର୍ତ୍ତା କରିବ। ମୁଁ କ'ଣ ଏତେ ଛୋଟ ହେଇଛି ଯାଇକି ଏଗୁଡ଼ାଙ୍କ ସାଙ୍ଗରେ ଯୁକ୍ତି ତର୍କ କରିବି? ସବୁ ଲେଡିଜ୍ ମାନେ କୁହ, ତମମାନଙ୍କ ଜିମ୍ରେ କ'ଣ କ'ଣ କଣ୍ଟ୍ରୋଭର୍ସି ହଉଛି?